ବହୁ ପୁରାତନ କାଳର କଥା। ସୁମେରୁ ପର୍ବତର ଏକ ନିରୋଳା କୋଣରେ ଏକ ବିଶାଳ କଳ୍ପବୃକ୍ଷ ଥିଲା। ସେହି ଗଛର ଏକ ଶାଖାରେ ବାସ କରୁଥିଲେ ଅତି ଜ୍ଞାନୀ ଏବଂ ଶାନ୍ତ ସ୍ୱଭାବର ଏକ କାଉ, ଯାହାଙ୍କ ନାମ ଥିଲା ଭୁସୁଣ୍ଡି। ସେ କୌଣସି ସାଧାରଣ ପକ୍ଷୀ ନଥିଲେ, ସେ ଥିଲେ ଯୁଗ ଯୁଗର ସାକ୍ଷୀ। ଭୁସୁଣ୍ଡି ଏତେ ପୁରାତନ ଥିଲେ ଯେ ସେ ନିଜ ଆଖିରେ ପୃଥିବୀର ଅନେକ ସୃଷ୍ଟି ଏବଂ ବିନାଶ ଦେଖିଥିଲେ। ସେ ଅନେକ ଥର ରାମାୟଣ ଏବଂ ମହାଭାରତର ଘଟଣାବଳୀ ଘଟିବାର ଦେଖିଥିଲେ। କାଳର ଗତି ତାଙ୍କ ଶରୀର ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ତାଙ୍କ ଆଖିରେ ଥିଲା ଅସୀମ ଗଭୀରତା ଏବଂ ମନରେ ଥିଲା ଅଚଳ ଶାନ୍ତି। ଦିନେ ମହର୍ଷି ବଶିଷ୍ଠ ଭୁସୁଣ୍ଡିଙ୍କ ଜ୍ଞାନ ବିଷୟରେ ଶୁଣି ତାଙ୍କୁ ସାକ୍ଷାତ କରିବାକୁ ସୁମେରୁ ପର୍ବତକୁ ଆସିଲେ। ଜଣେ କାଉ ପାଖରେ ଏତେ ଜ୍ଞାନ ଏବଂ ସେ କିପରି ମୃତ୍ୟୁକୁ ଜୟ କରିଛନ୍ତି ତାହା ଜାଣିବା ପାଇଁ ବଶିଷ୍ଠ ବହୁତ କୌତୂହଳୀ ଥିଲେ। ସେ ଭୁସୁଣ୍ଡିଙ୍କ ଆଗରେ ପହଞ୍ଚି ତାଙ୍କୁ ପ୍ରଣାମ କଲେ। ବଶିଷ୍ଠ ପଚାରିଲେ, ହେ ମହାଜ୍ଞାନୀ ଭୁସୁଣ୍ଡି, ଆପଣ ଏହି କାଉ ରୂପରେ କିପରି ଯୁଗ ଯୁଗ ଧରି ଅମର ହୋଇ ରହିଛନ୍ତି? ଏହି ସଂସାର ବାରମ୍ବାର ନଷ୍ଟ ହେଲେ ମଧ୍ୟ ଆପଣଙ୍କର କିଛି କ୍ଷତି ହୁଏ ନାହିଁ କାହିଁକି? ଆପଣଙ୍କର ଏହି ଅମରତ୍ୱର ରହସ୍ୟ କ'ଣ? ଭୁସୁଣ୍ଡି ଧୀର ସ୍ୱରରେ କହିଲେ, ହେ ମହର୍ଷି, ଯେତେବେଳେ ମହାପ୍ରଳୟ ଆସେ ଏବଂ ସମଗ୍ର ସଂସାର ଜଳମଗ୍ନ ହୋଇଯାଏ, ସେତେବେଳେ ମୁଁ ନିଜର ପ୍ରାଣାୟାମ ଶକ୍ତି ଦ୍ୱାରା ଆକାଶରେ ସ୍ଥିର ରୁହେ। ଯେତେବେଳେ ପ୍ରଳୟର ପବନ ବହେ, ମୁଁ ପଥର ଭଳି ଅଚଳ ହୋଇଯାଏ। ମୁଁ ପ୍ରକୃତିର ନିୟମ ସହ ନ ଲଢ଼ି ତାହା ସହ ମିଶିଯାଏ।